एजुकेशनल एक्सप्लोर यूट्यूब चैनल रे आपण मानक स्वागत। आजिकार वीडियो रे आमे ओडिशा आदर्श विद्यालय संगठन विषय रे जानिबा। ता सहित एई जो संगठन रे जो डिफरेंट कैटेगरीज रे जो टीचर रहुचंती जेमिति टीसीटी ट्रेन ग्रेजुएट टीचर, पीजीटी पोस्ट ग्रेजुएट टीचर, तापरे जो पीजीटी माने 2016 रु कार्यरत थिले तांकू वर्तमान प्रमोशन दिया जाई कि से माने वर्तमान भाइस प्रिंसिपाल रूपे काम करूछंती। ता सहित एठी रेगुलर प्रिंसिपाल मध्य अछंती। एई जो डिफरेंट कैटेगरीज रो टीचर रहुचंती तांकर आमे सैलरी ठु नेई कि जो कैरियर जो ग्रोथ टी कोन रहुची ओडिशा आदर्श विद्यालय रे ताहा आमे एठी जानिबा। एई जो वीडियो टी जो माने एस्पायर रखिचंती कि फ्यूचर गोटी टीचर भी तांकू एई वीडियो बहुत हेल्पफुल हेबो। যদি ଆମେ ବ୍ରିଫଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ବିଷୟରେ କଥା ହେବା ତାହେଲେ ଏଇ ଯୋଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଯେପରି କେଭିଏସ୍ ରହୁଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସେହିପରି ଆପଣ ଜାଣିଥିବେ ଯୋଉ ଜବାହରଲାଲ ନବୋଦୟ ବିଦ୍ୟାଳୟ ଜିଏନଭି ଯୋଉ ରହୁଛି ସେଇ ଢାଞ୍ଚାରେ ଓଏଭିଏସ୍ କୁ ମଧ୍ୟ ତିଆରି କରାଯାଇଛି। ଯଦି ଆମେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିଷୟରେ କଥା ହେବା ତାହେଲେ ଏଇ ଯୋଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆପଣମାନେ ଜାଣିଥିବେ ଓଡ଼ିଶା ଗଭର୍ଣ୍ଣମେଣ୍ଟର ସ୍କୁଲ ଆଣ୍ଡ ଯୋଉ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ଅଣ୍ଡରରେ ଆସୁଛି। ଆଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋଟିଏ ଅଟୋନମସ୍ ବଡି ରହୁଛି ଏଇ ଯୋଉ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ଅଣ୍ଡରରେ। ତାପରେ ଯଦି ଆମେ ଏଇ ଯୋଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯୋଉ ଏମ୍ପ୍ଲୟି ମାନଙ୍କ ବିଷୟରେ କଥା ହେବା ତାହେଲେ ଯଦି ଫାଷ୍ଟ ଆମେ ଯୋଉ ଏମ୍ପ୍ଲୟି ମାନେ ରହୁଛନ୍ତି ତାଙ୍କର ଯୋଉ ସାଲାରୀ ବିଷୟରେ କଥା ହେବା ତାହେଲେ ଯୋଉମାନେ ଟିଜିଟି ହିସାବରେ କାମ କରୁଛନ୍ତି ତାଙ୍କର କେତେ ସାଲାରୀ ରହୁଛି, ଯୋଉମାନେ ପିଜିଟି ହିସାବରେ କାମ କରୁଛନ୍ତି ତାଙ୍କର କେତେ ସାଲାରୀ ରହୁଛି ତାହା ମଧ୍ୟ ଆମେ ଏଠି ଜାଣିବା। ଯଦି ଆମେ ସାଲାରୀ ବିଷୟରେ କଥା ହେବା ଯୋଉମାନେ ଟିଜିଟି ଆକାରରେ କାମ କରୁଛନ୍ତି ତାଙ୍କର ଯୋଉ ଗ୍ରେଡ୍ ପେ ରହୁଛି 4600 ଗ୍ରେଡ୍ ପେ ରହୁଛି ଯୋଉଟା କି ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯୋଉ ଗ୍ରୁପ ବି ଯୋଉ ଓସିଏସ୍ ଅଣ୍ଡର ଯୋଉମାନେ କାମ କରୁଛନ୍ତି ଯେମିତି କି ଆପଣ ମାନଙ୍କର ଯୋଉ ଓଏସ୍ କୁ ଓପିଏସ୍ କୁ ଛାଡିକି ବାକି ଯୋଉ ଓଆରଏସ୍ ରହିଲେ ଓଟିଏସ୍ ରହିଲେ ସେମାନଙ୍କ ସହିତ ସେମ୍ ସାଲାରୀ ଆପଣ ମାନଙ୍କୁ ଏଠି ମିଳିବ। 4600 ଗ୍ରେଡ୍ ପେ ରହିବ। ଆପଣ ମାନଙ୍କର ଯୋଉ ବେସିକ ପେ 44,900 ରହିବ ପ୍ଲସ୍ ଆପଣଙ୍କୁ ଯୋଉ ଡିଏ ରହୁଛି ବର୍ତ୍ତମାନ ଯୋଉ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏଇଟା ଟାଇମ ଟୁ ଟାଇମ ଯୋଉ ଚେଞ୍ଜେସ୍ ହୁଏ ତ ବର୍ତ୍ତମାନ 60% ହିସାବରେ ଆପଣଙ୍କୁ ଡିଏ ମିଳିବ। ତା ସହିତ ଆପଣଙ୍କୁ ଏଠି ହାଉସ ରେଣ୍ଟ ମଧ୍ୟ ମିଳିବ। ଯଦି ଆମେ କାଉଣ୍ଟ କରିବା ତାହେଲେ ଆପଣଙ୍କୁ 70,000 ପ୍ଲସ୍ ଆପଣଙ୍କର ସାଲାରୀ ରହିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଟିଜିଟି ସାଲାରୀ। ସେହିପରି ପିଜିଟି ଯୋଉମାନେ କାମ କରୁଛନ୍ତି ତାଙ୍କର ଯୋଉ ଏଠି ଗ୍ରେଡ୍ ପେ ରହୁଛି 4800 ଗ୍ରେଡ୍ ପେ ତାଙ୍କର ଯଦି ଆମେ ବେସିକ ପେ କଥା ହେବା ତାହା ରହୁଛି 47,600। ତା ସହିତ ଏଠି ବି ଆପଣ ମାନଙ୍କୁ ସେଇ ସମାନ ଡିଏ ମିଳିବ 60% ପ୍ଲସ୍ ଆପଣଙ୍କୁ ଯୋଉ ଏଚଆରଏ ଯୋଉ ଗଭର୍ଣ୍ଣମେଣ୍ଟ ରୁଲ ଅଛି ସେଇ ହିସାବରେ ମିଳିବ। ତ ଆମେ ପିଜିଟି କଥା ହେବା ତାହେଲେ ଏମାନଙ୍କୁ 74,000 ପ୍ଲସ୍ ଯୋଉ ଷ୍ଟାର୍ଟିଂ ସାଲାରୀ ମିଳିବ। ତ ଏଠି ଯୋଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନା କଣ ହେବ ଆପଣ ମାନଙ୍କୁ ଗୋଟେ ହ୍ୟାଣ୍ଡସମ୍ ସାଲାରୀ ମିଳୁଛି। ତାପରେ ଯଦି ଆମେ ଏଠି କଥା ହେବା ଯୋଉ ଟିଚର ମାନଙ୍କର ଯୋଉ ପ୍ରମୋସନ ବିଷୟରେ ତାହେଲେ ଏଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରମୋସନ ଯୋଉ ରହୁଛି ଯୋଉମାନେ ଟିଜିଟି ଅଛନ୍ତି ସେମାନେ ପିଜିଟି କୁ ପ୍ରମୋସନ ହେଇ ପାରୁଛନ୍ତି। ଯୋଉମାନେ ଅଲରେଡି ପିଜିଟି ଥିଲେ ସେମାନେ ଭାଇସ୍ ଯୋଉ ପ୍ରିନ୍ସିପାଲ ପର୍ଯ୍ୟନ୍ତ ସେମାନେ ବର୍ତ୍ତମାନ ନା କଣ ହଉଛନ୍ତି ନା ପ୍ରମୋସନ ପାଇ ପାରୁଛନ୍ତି। ତାହେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରମୋସନ ଯୋଉ ରହୁଛି ତାହା ମଧ୍ୟ ଠିକ ରହୁଛି। ତାପରେ ଯଦି ଆମେ ଏଠି ସର୍ଭିସ ଯୋଉ କଥା ହେବା ସର୍ଭିସ ଯୋଉ ରୁଲ କଥା ତାହେଲେ କଣ ହେଇଥିଲା ନା ଯୋଉ ରିସେଣ୍ଟଲି ଗୋଟିଏ ରୁଲ ଥିଲା କି ଆପଣ ମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯେତେବେଳେ କାମ କରିବେ ଆପଣଙ୍କୁ 2 years ଯୋଉ ଷ୍ଟିପୁଲେଟେଡ୍ ମେଣ୍ଡେଟୋରୀ ପିରିୟଡ ରହୁଥିଲା ଆପଣ କାମ କରିବେ ନହେଲେ କଣ ହେବ ନା ଆପଣ ମାନଙ୍କର ଯୋଉ ସାଲାରୀ ଥିବ ଆପଣ ତାକୁ ରିଟର୍ନ କରିବେ। ଯଦି 2 years ଆଗରୁ ଆପଣ ଯଦି ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଛାଡିକି ଯାଉଛନ୍ତି ତାହେଲେ ଆପଣ ମାନଙ୍କର ସାଲାରୀ ଆପଣ ରିଟର୍ନ କରିବେ। କିନ୍ତୁ ଏଇ ରୁଲଟି ବର୍ତ୍ତମାନ ଚେଞ୍ଜ ହେଇଯାଇଛି। ବର୍ତ୍ତମାନ ଏ ରୁଲଟି 3 months ହେଇଯାଇଛି। ଆପଣ 3 months କାମ କରିବେ ତାପରେ ଆପଣ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାଡିକି ଯାଇପାରିବେ କୌଣସି ଅସୁବିଧା ନାହିଁ। ତାପରେ ଯଦି ଆମେ ଏଠି ଦେଖିବା ଏଇ ଯୋଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯୋଉ ୱାର୍କ ପ୍ରେସର ବିଷୟରେ
जो टीचर माने एठी काम करूछंती तांको केते जो वर्क प्रेशर रहुची तांको वर्क ଆଉ ଯୋଉ ଲାଇଫରେ ସେ କେମିତି ବାଲାନ୍ସ କରୁଛନ୍ତି ତା ବିଷୟରେ ଯଦି ଆମେ ଏଠି ଜାଣିବା ତାହେଲେ ଆପଣ ଏଇ ଯୋଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯେତେବେଳେ ଆପଣ ସ୍କୁଲକୁ ଆସିବେ ଆପଣଙ୍କର ଟାଇମିଂଟି ରହୁଛି 9:30 ରୁ 4:30 9:30 ରୁ 4:30 ଆପଣ ସ୍କୁଲକୁ 9:30 ରେ ପହଞ୍ଚିବେ 4:30 ପରେ ହିଁ ଆପଣ ସ୍କୁଲ ଛାଡିକି ଆସିବେ ଯଦିଓ ପିଲାମାନେ ତାଙ୍କର ଯୋଉ ଛୁଟି 4টাରେ ହେବ କିନ୍ତୁ ଯୋଉ ଏମ୍ପ୍ଲୟ ମାନେ ଅଛନ୍ତି ତାଙ୍କର ଛୁଟି 4:30ରେ ହୁଏ ତା ସହିତ ଏଠି ଯୋଉ ଆପଣ ମାନଙ୍କର ଯୋଉ କ୍ଲାସ କଥା ଆପଣଙ୍କୁ ମିନିମମ୍ ପ୍ରତ୍ୟେକ ଦିନ 4-5 କ୍ଲାसेस ପଡିବ ତା ସହିତ ଆପଣ ମାନଙ୍କର ଯୋଉ ଏକ୍ସଟ୍ରା କରିକୁଲାର ଯୋଉ ବି ଆକ୍ଟିଭିଟିଜ ଆପଣଙ୍କୁ ଦିଆଯାଇଥିବ ଯୋଉ ବି ଡ୍ୟୁଟି ଆପଣଙ୍କୁ ଦିଆଯାଇଥିବ ତାହା ମଧ୍ୟ ଆପଣ ଏଠି କରିବେ ଯଦି ଆମେ ୱାର୍କ ପ୍ରେସର କଥା କହିବା ତାହେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆପଣ ମାନଙ୍କର ୱାର୍କ ପ୍ରେସରଟି ଅଧିକ ରହିବ ଇନ କମ୍ପାରିଜନ ଟୁ ଆପଣଙ୍କର ଯୋଉ ଆରଏସଟି ରହିଲା କିମ୍ବା ଯୋଉ ଏସଏସବି ର ଯୋଉ ଆପଣଙ୍କର ଟିଜିଟି ରହିଲା ତାଙ୍କ ଅପେକ୍ଷା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆପଣଙ୍କୁ ଅଧିକ କାମ କରିବାକୁ ପଡିବ କିନ୍ତୁ ଆପଣ ଏଠି କଣ ହେଇପାରିବେ ନା ସ୍ମାର୍ଟ ହେଇପାରିବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆପଣ କାମ କରିକି ସ୍ମାର୍ଟ ମଧ୍ୟ ହେଇପାରିବେ ତା ସହିତ ଯଦି କଥା ହେବା ଏଇ ଯୋଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଉ ଟ୍ରାନ୍ସଫର ପଲିସି ହିସାବରେ ଯୋଉ ଟ୍ରାନ୍ସଫର ପଲିସି ବିଷୟରେ ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଉ ଟ୍ରାନ୍ସଫର ବ୍ୟବସ୍ଥା ତାହା ଭଲ ରହୁଛି ଆପଣ 5 years ପରେ ନା କଣ ହେବେ ନା ମେଣ୍ଡେଟୋରୀ ଆପଣ ମାନଙ୍କର ଡିସପ୍ଲେସମେଣ୍ଟ ରହିବ ତାପରେ ଆପଣ ଏଠି ମ୍ୟୁଚୁଆଲ ଯୋଉ ଟ୍ରାନ୍ସଫର ମଧ୍ୟ କରିପାରିବେ ସ୍ପାଉସ କେସରେ ମଧ୍ୟ ଆପଣ ଅନ୍ୟ ଜାଗାକୁ ଯୋଉ ବଦଲି କରିପାରିବେ ତାପରେ ଯୋଉ ବିଗେଷ୍ଟ କ୍ୱେଶ୍ଚନ ରହୁଛି ଯୋଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଉ ଏମ୍ପ୍ଲୟୀ ମାନେ ଯୋଉ ଅଛନ୍ତି ସେମାନେ ଗଭର୍ଣମେଣ୍ଟ ଅଟନ୍ତି କି ନାହିଁ ଯଦି ଆମେ ଦେଖିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଉ ଏମ୍ପ୍ଲୟୀ ମାନେ ଅଛନ୍ତି ତାଙ୍କୁ ଗଭର୍ଣମେଣ୍ଟ ଏମ୍ପ୍ଲୟୀ ହିସାବରେ କାଉଣ୍ଟ କରୁନାହିଁ କିନ୍ତୁ ଯେତେ ବି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍କୁଲ ରହୁଛି ସେ ସବୁ ସ୍କୁଲ ଗୁଡାକ ପିଓରଲି ଗଭର୍ଣମେଣ୍ଟ ଆଉ ଯୋଉ ଛାତ୍ର ଗୁଡାକ ଅଛନ୍ତି ଛାତ୍ରୀ ଗୁଡାକ ଅଛନ୍ତି ତାଙ୍କ ପାଇଁ ସମସ୍ତ ପ୍ରକାର ଗଭର୍ଣମେଣ୍ଟ ସୁବିଧା ଯେମିତି କି ବାଇସାଇକେଲ ଏମଡିଏମ ଠୁ ନେଇକି ଆପଣ ମାନଙ୍କର ଯୋଉ ସ୍କଲାରସିପ ପର୍ଯ୍ୟନ୍ତ ଏଠି ଆପଣଙ୍କୁ ଯୋଉ ଛାତ୍ରଛାତ୍ରୀଙ୍କୁ ମିଳୁଛି କିନ୍ତୁ ଏମ୍ପ୍ଲୟୀକୁ ଗଭର୍ଣମେଣ୍ଟ ହିସାବରେ କାଉଣ୍ଟ କରାଯାଉ ନାହିଁ କିନ୍ତୁ ଆପଣ ଗୋଟିଏ ଯେମିତି ଗଭର୍ଣମେଣ୍ଟ ଏମ୍ପ୍ଲୟୀ ଯୋଉ ସବୁ ସୁବିଧା ସୁଯୋଗ ପାଏ ଆପଣ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏମ୍ପ୍ଲୟୀ ବି ସେଇ ସମାନ ସୁବିଧା ସୁଯୋଗ ପାଉଛି ଯେମିତି କି ଏଚଆରଏ ଡିଏ ଏନପିଏସ ଆପଣଙ୍କର ଯୋଉ ଯୋଉ ସୁବିଧା ଆପଣଙ୍କର ମିଳେ ସେ ସବୁ ସୁବିଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯୋଉ ଟିଚର ମାନେ ମଧ୍ୟ ପାଉଛନ୍ତି ତାପରେ ଯଦି ଆମେ ଏଠି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯୋଉ ରହୁଛି ଗୋଟିଏ ଯୋଉ ଡାଉଟ ଜବ ସିକ୍ୟୁରିଟିକୁ ନେଇକି ଯେମିତି ବହୁତ ଥର ଯୋଉ କ୍ୱେଶ୍ଚନ ଆସେ କି ଯେହେତୁ ଏଇଟା ବିଜେଡି ଗଭର୍ଣମେଣ୍ଟର ସ୍କୁଲ ବିଜେପି ଗଭର୍ଣମେଣ୍ଟ ଆସିଲା ପରେ କଣ ବନ୍ଦ କରିଦେବ କି ଯଦି ମୁଁ ଆପଣଙ୍କୁ କହିବି ତାହେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯୋଉ ଜବ ସିକ୍ୟୁରିଟି ଆପଣଙ୍କର ଭଲ ରହୁଛି କୌଣସି ମତରେ ୟା ଯୋଉ ସ୍କୁଲଟି ବନ୍ଦ ହେବାକୁ ଯାଉନାହିଁ ବିଜେଡି ଗଭର୍ଣମେଣ୍ଟ ଯୋଉ ଜିନିଷ ଥିଲା ବିଜେପି ଗଭର୍ଣମେଣ୍ଟ ବି ସେଇ ଜିନିଷ ରହୁଛି ବର୍ତ୍ତମାନ ଓଡ଼ିଶା ଆଦର୍ଶରେ ଆପଣଙ୍କୁ ଏନପିଏସ ମିଳୁଛି ବର୍ତ୍ତମାନ ଓପିଏମଏସ ଯେମିତି ଏଚଆରଏମଏସ ଥାଏ ଓପିଏମଏସ ବି ତାର ସମାନ ଜିନିଷ ତାହାକୁ ମଧ୍ୟ ବର୍ତ୍ତମାନ ଟିଚର ମାନଙ୍କୁ ତାଙ୍କର ଯୋଉ କାର୍ଡଟି ଦିଆଯାଇଛି ତ ଯୋଉ ସୁବିଧା ଗଭର୍ଣମେଣ୍ଟ ଏମ୍ପ୍ଲୟୀ ମାନେ ପାଉଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏମ୍ପ୍ଲୟୀ ମାନେ ମଧ୍ୟ ସେଇ ସମାନ ସୁବିଧା ସୁଯୋଗ ପାଉଛନ୍ତି ଯଦି ମୁଁ ଶେଷରେ ଆପଣଙ୍କୁ କହେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆପଣ ସ୍ମାର୍ଟ ଟିଚର ହେଇପାରିବେ ଆପଣଙ୍କ ସ୍ମାର୍ଟନେସ ବଢିବ କିନ୍ତୁ ଆପଣଙ୍କୁ କାମ ଟିକେ ଅଧିକ କରିବାକୁ ପଡିବ ତା ସହିତ ଆପଣଙ୍କର ଶୈଳୀ ଅଧିକା ରହିବ ଆପଣ କ୍ଲାସ ବି ଅଧିକ କରିବେ କିନ୍ତୁ ଆପଣ ପ୍ରଫେସନାଲି ବହୁତ ଡେଭଲପ କରିବେ ତ ଏହା ଥିଲା ସମ୍ପୂର୍ଣ୍ଣ ଭିଡିଓ ଆହୁରି ଏମିତିକା ଭିଡିଓ ଦେଖିବା ପାଇଁ ଆପଣ ଏଜୁକେସନାଲ ଏକ୍ସପୋର ୟୁଟ୍ୟୁବ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରିଦିଅନ୍ତୁ ଥ୍ୟାଙ୍କ ୟୁ ଧନ୍ୟବାଦ